नमस्कार। ମୁଁ ସୁଭାଶିଷ ଆପଣଙ୍କ ସାମ୍ନାରେ ଆଜି ଆଉ ଥରେ ଉପସ୍ଥିତ ହେଇଛି। ମୂଳ ବିଷୟ ଏଠି ମୁଁ ଆପଣଙ୍କୁ ଆଜି ସ୍ପଷ୍ଟ ଭାବରେ ସବୁ କଥା କହିବି। ଟିକିଏ ଖାଲି ମୁଁ ଆପଣଙ୍କୁ ଜଣେଇଦେବାକୁ ଚାହିଁବି ଯେ ସବୁ ବିଷୟରେ ଯେତେବେଳେ ଆମେ ଆଲୋଚନା କରନ୍ତି ସେ ଆଲୋଚନାରେ ଆଜି ଗୋଟେ ମୂଳ ବିଷୟ ଆମ ପାଖରେ ରହିବ। ଯେଉଁ ଭାଇ ଓଡ଼ିଶାର ଜଣେ ଭାଇ ଶିବାୟ, ଯଦି ଟିକେ ଲାଇନ୍ରେ ଅଛ ଟିକେ ମୋତେ ଆଡ଼୍ କରିବାକୁ ଚେଷ୍ଟା କର। ମୁଁ ସେ ବିଷୟରେ ଆଲୋଚନା କରୁଛି। ଟିକେ ମୁଁ ଆପଣଙ୍କୁ କହିଦେବାକୁ ଚାହେଁ, ଲାଇଭ୍ ତ ସବୁବେଳେ ହେଉଛି। ଅଜିତ କୁମାର ପାତ୍ର ଲାଇଭ୍ ଆସିବାର ନଥିଲା। ଲାଇଭ୍ ଆସିବାର ମୂଳ କାରଣ ହେଉଛି ଶିବାୟ ଟିକେ ଯଦି ଆଡ଼ ହେବ ତୁମେ ଆଡ଼ ହେଇଯାଅ, ମୁଁ ତ ଆଲୋଚନା କରୁଛି, ସେଇଟା ଅଲଗା କଥା। ଆମେ ଟିକେ ମୂଳ ବିଷୟକୁ ଆସିବା। ଅଜିତ କୁମାର ପାତ୍ର, ବାପାଙ୍କ ନାଁ ହେଉଛି ଅଚ୍ୟୁତାନନ୍ଦ ପାତ୍ର। 1993 ମସିହା 6 ମାସ 1 ତାରିଖରେ ଜନ୍ମ। ଘର ହେଉଛି କିନେଇଲୋ, ଗ୍ରାମ ଆଉ ସ୍ଥାନ, ଗ୍ରାମ ପଞ୍ଚାୟତ ହେଉଛି ମାର୍ଥାପୁର, ଥାନା ହେଉଛି କାମାକ୍ଷନଗର, ଜିଲ୍ଲା ହେଉଛି ଢେଙ୍କାନାଳ। ତ ସେ ବନ୍ଧୁ ଜଣକ ସୁଇସାଇଡ୍ କରିଦେଇଛନ୍ତି। ତ ତାଙ୍କ ମର ଶରୀର କେମିତି ଓଡ଼ିଶାକୁ ଆସିବ ସେ ବିଷୟରେ ଜଣେ ବନ୍ଧୁ ମୋତେ ଆଉ ଟିକେ ପୂର୍ବରୁ ଜଣେଇଲେ। ତ ସେ ଆବାଜ ଆସୁନି? ଆବାଜ ତ ଆସୁଥିବ, କାହିଁ ଆସିବନି? ଆବାଜ ଆସିବ। ଆବାଜ ଆସୁଛି କି ନାହିଁ? ନାଇଁ, ମୁଁ ଆପଣଙ୍କୁ ଯେଉଁଟା କହିଲି ମୁଁ ଆଉ ଥରେ ପଢ଼ିଦେଉଛି। ତାଙ୍କ ନାଁ ହେଉଛି ଅଜିତ କୁମାର ପାତ୍ର, ବାପାଙ୍କ ନାଁ ଅଚ୍ୟୁତାନନ୍ଦ ପାତ୍ର, ଜନ୍ମ ତାରିଖ ହେଉଛି 1993 6/1। ତାଙ୍କ ଜିଲ୍ଲା ହେଉଛି ଢେଙ୍କାନାଳ, ଥାନା ହେଉଛି କାମାକ୍ଷନଗର, ଗ୍ରାମ ପଞ୍ଚାୟତ ହେଉଛି ମାର୍ଥାପୁର, ଗାଁ ନାଁ ହେଉଛି କିନେଇଲୋ ନା ଜିନେଇଲୋ, ଟିକେ କ୍ଲିଅର ହେଉନି, କିନେଇଲୋ କି ଜିନେଇଲୋ। ତ ସେ ସୁଇସାଇଡ୍ କରିଦେଇଛନ୍ତି। ତାଙ୍କର ମାନେ ମର ଶରୀର କେମିତି ଓଡ଼ିଶାକୁ ଆସିବ ସେ ବିଷୟରେ ଜଣେ ଭାଇ ମୋତେ ଫୋନ୍ କରିଥିଲେ। ତ ସେ ବିଷୟକୁ ନେଇକରି ଆମେ ଆଲୋଚନାର ଆଜି ବିଶେଷ ଭାବରେ ଆଲୋଚନା କରିବା। ତ ସେ ବିଷୟରେ ଆମେ ଯେଉଁ ମାନେ ସରକାରୀ ସ୍ତରରେ କେଉଁଭଳି ଭାବରେ ତାଙ୍କୁ ହେଲ୍ପ ମିଳିପାରିବ, ସେ ବିଷୟ କେମିତି ଆସିପାରିବ, ତାଙ୍କ ମର ଶରୀର କେମିତି ଆସିପାରିବ, ତାଙ୍କୁ ଟିକେ ସେତିକି ମାନେ ଆମେ ଆମ ତରଫରୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କେଉଁଠି ବି ହେଉ, ଯଦି ଆମ ଦ୍ୱାରା କିଛି ସହଯୋଗ ହୋଇପାରିଲା ନିଶ୍ଚିତ ଭାବରେ ଆମେ କରିବା। ତ ଲାଇଭ୍ ସରିଲେ ମୁଁ ସେ ଭାଇଙ୍କ ସହିତ କଥା ହେବି। ସେ ଭାଇ ବାରମ୍ବାର ଫୋନ୍ କରୁଥିଲେ। ମୁଁ ତ ଚେଷ୍ଟା କରୁଥିଲି ତାଙ୍କୁ ମାନେ ଶିବାୟ ଲାଇଭ୍ରେ କହିବା ପାଇଁ, ଆଉ ଗୋଟେ ଲାଇଭ୍ ଦରକାର ନଥିଲା। ତ ସେ ସୁଇସାଇଡ୍ କରିଛନ୍ତି। ସେ ବର୍ତ୍ତମାନ ପୁନେର ଗୋଟେ ମେଡ଼ିକାଲରେ ଅଛନ୍ତି। ତାଙ୍କ ଗାଁର ଲୋକମାନେ ତାଙ୍କର ସେ ଯେଉଁ ଯେତିକି ସେ ସେବା କରୁଥିଲେ, ସେ ତାଙ୍କର ଯେଉଁ ଲୋକଙ୍କ ପ୍ରତି ଭଲ ପାଇବା ଥିଲା, ସେ ଲୋକମାନେ ଚାହୁଁଛନ୍ତି ସେ କେମିତି ଗାଁକୁ ତାଙ୍କ ମର ଶରୀର ଟିକେ ଆସୁ। ଏଇଟା ଗୋଟେ ବଡ଼ କଥା। ନିଶ୍ଚିତ ଭାବରେ ଗୋଟେ ଲୋକ ମରିଗଲା ପରେ ତା ମର ଶରୀର ଯଦି ଗାଁ ମାଟିରେ ଟିକେ ମାନେ ଶ୍ମଶାନରେ, ତା ଗାଁ ଶ୍ମଶାନରେ ଯଦି ଟିକେ ସେ ସଂସ୍କାରିତ ବା ମାନେ ଶବ ସଂସ୍କାର ଟିକେ ହୁଏ, ତା ଆତ୍ମାକୁ କେଉଁଠି ନା କେଉଁଠି ଟିକେ ଶାନ୍ତି ମିଳେ ବୋଲି ଗୋଟେ ରିଚୁଆଲ୍, ମାନେ ଆମର ଗୋଟେ ପାରମ୍ପରିକ ଜ୍ଞାନ ଅଛି ବା ଆମର ପାରମ୍ପରିକ ରୀତିନୀତି ବିଧି ଅଛି। ତ ସେ ବିଷୟକୁ ମୁଁ ନିଶ୍ଚିତ ଭାବରେ ଆଲୋଚନା କରିବି। ସବୁଠାରୁ ବଡ଼ କଥା ହେଉଛି, ଶିବାୟ କହୁଥିଲା, ମୁଁ ତ ଲାଇଭ୍ରେ ଦେଖୁଥିଲି ବହୁତ ଜୋରରେ, ତାର କଥା ଗୁଡ଼ାକ ସବୁ ଶୁଣୁଥିଲି। ଆଜ୍ଞା, କାମ ସମସ୍ତେ କରିବେ।
सहिबा लोकटा हूँ बड़ मु भी बहुत लोक को सही पारे कहीं मुझे भारी रागी लोकटा बेले बेले मो मुंड को पित्त चढ़े मु भयंकर भाषा शोधे से शोधार भी कारण अच्छी मु क्या व्यक्तिगत जहाँ सहित जिते कथबार्ता हुए समस्त सहित भलरे कथबार्ता हुए किंतु गोटे कथा हूँ जितेबाला आम निजस्व भाव आम जो कथबार्ता हुंती तो से समय आमको जी सहिबार शक्ति अच्छी ताकू आम जानिबा दरकार तो जनकर सहिबा शक्ति सरीगला परे सेठी आम किसी पाती ना देन सेठू आरंभ हुए कौन जो जिनस आपणकर अच्छी से जिनसटी आरंभ हुए निश्चित भाव में एठी जे भी गोटे कौन भल काम करने को बाहरिला ता पछरे हजार लोक लागती लगे भी उचित जदि न लगे से लोकर काम कर कौन फलप्रद हम ना कहीं हेनी ना गोटे परीक्षार्थी जो परीक्षा दौथुव से परीक्षा कॉपी नौ बा पाठ पढ़ू जी भी जहाँ करू जदि सी से करू नथिबो तो ताको सेठी मास्टर जे ऑब्जर्वर थिबो जे से परीक्षा रे जे चेक करूथिबो ताको से चेक करिवो से कॉपी करूची ना से मननु लिखुची निश्चित भाव में ठीक बहुत गुड़िए कथा अच्छी जोटा कि सामना रे कहवा भी उचित नुह उचित नुह ना यहाँ सब भी आसे सेटा भी केते बेले भी सेटा सत भी प्रमाण हुए जे किसी जगह किसी लोक फोटो उठे भारी खुशी होती किसी जगह किसी लोक जिते कष्ट आसू जिते असुविधा आसू ताको सहीकि भी किसी लोक काम करती ना उभय कौन माने दुईमत हबार कौन माने अभिप्राय ना किसी लोक जानी जानिकी भी एमती से लोक को अपमान अपनिंदा माने दियंती जमी से लोकटा भारी खराब लोकटा भाई ठीक अच्छे से लोकटा खराब लोकटा से तो गोटे लोक खराब ना आपण सामने कहीं आज मुझे जो लोक मैंने कहती जो किसी लोक निर्दिष्ट भाव में पलि आसती ये लोकटा खराब कि ये लोकटा भारी खराब अभद्र लोकटा भारी भारी माने नष्ट चरित्र लुटी खाई जाऊँगी स्वार्थ अच्छी से लोक हूँ गोटे लुटार स्वार्थ जार थी देखे हबार जार गुण थी से हूँ गोटे लोक नहीं आप भावेनि जे आदित्य दास भाया गोटे इमोशनाल गप कहि आप शुणे भारी खुशी हे ना 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 मु से धरण लोक नुहे तेणु गोटे सीधा कथा कहबार अच्छे जे किसी लोक करती आम आसवा आज कटक रे जो समाजसेवी बंधु मालीर जे रंजन बेहरा भाई तांको आक्रमण से विषय में आसवा तो जो फोटो उठार कथा उठे फोटो उठा दरकार ये विषय मु भारी खुशी होती से भिडियोटी देखिक आदित्य दासंकर हाँ शिवा सब आसला करे आड़े भी गोवा ब्रिंग शिवा सन क्या पर ओके आडिंग पठे जी तो शिवा करछि तो आड़े हो आड़ी हां भाई नमस्कार और तो आलोचना तोर कोन कथा अछि कथा कहि दे सारला परे मु आलोचना करबे हां कह नहीं तमे कुओ मु कहबी तमे कुओ नहीं जो कथा उठे जे फोटो उठा जाउची बा टीआरपी जो कथा निश्चित टीआरपी दरकार टीआरपी काहे न होबो टीआरपी काहे कि न होबो जो कथा कुआ जाउची जे टीआरपी हेला बोल निश्चित टीआरपी होबा दरकार काहे कि टीआरपी होबो तार भी गोटे कारण अछि मु सामने रे कहबी टीआरपी एथि पई होबा दरकार टीआरपी के निज निजस्वर करंतिनी यदि टीआरपी के निज निजस्वर करूथांती ओडिसा रे अनेक लोक अछंती कोटी कोटी लोक अछंती लक्ष लक्ष लोक अछंती समस्त समस्त टीआरपी करि परंती तो सेठी से माने समस्त काहे कि समस्त पाखा भी आपन बलिया गोटे एडी बड़ एंड्रॉइड फोन अछि ए बलिया गोटे एंड्रॉइड फोन अछि ए बलिया एंड्रॉइड फोन अछि आपन रखचंती जिनस आपन काम करचंती टिपुचंती लिखुचंती किंतु समस्त तो टीआरपी नौ नांती नाही टीआरपी रो कथा एटे उठिबो टीआरपी अछि टीआरपी एति पई उठिबो
ଯେ କେତେ ଲୋକ ତାଙ୍କ କଥାକୁ ଶୁଣନ୍ତି। ମୋ କଥା ଖାଲି କେବଳ ମୋ କଥା ନୁହେଁ କି ଶିବାୟ କଥା ନୁହେଁ, ବହୁତ ଲୋକ ଅଛନ୍ତି ଓଡିଶାରେ, ବହୁତ ଲୋକ ଅଛନ୍ତି, ସମସ୍ତଙ୍କ କଥା ବହୁତ ଲୋକ ଶୁଣନ୍ତି। ତ ସେ ଲୋକଙ୍କର କଥାକୁ ସମ୍ମାନ ଦେଇକିରି କିଛି ଲୋକ ସେଠି ସହଯୋଗ କରନ୍ତି। ଯୋଉଟା ଶିବାୟ କହୁଥିଲା ଯେ ମୁଁ ଗୋଟେ ଲାଇଭ କରିଥିଲି ତା ଦେହରେ 19,000 ଟଙ୍କା ମିଳିଥିଲା, ଆଉ ଗୋଟେ ଲାଇଭ କରିଥିଲି 45,000 ଟଙ୍କା ମିଳିଥିଲା। ନିଶ୍ଚିତ ଭାବରେ ମେ ବି ମୋ ଲାଇଭରେ ତ ଏତେ ପଇସା ମିଳିନି, ମୁଁ ପରଫେକ୍ଟଲି କହୁଛି ମୋ ଲାଇଭରେ ନାଇଁ ଏତେ ପଇସା ସେଇଟା ବି ମିଳିନି। ଲାଇଭ ବି ମାନେ ସେ ବହୁତ ପେସେନ୍ସ ବି ଥାଏ। ହଁ ନାଇଁ ନାଇଁ ଟିକେ ଟିକେ ଅଧଘଣ୍ଟା ହଁ ଏଇଠି ମୁଁ ଥୋଇ କହୁଛି ଦେଇଛି। କହୁଛି କହୁଛି କହୁଛି। ଇଏ ଯୋଉ କଥା ଉଠେ, କଥା ଏଠି ଈର୍ଷାର ଆସେ ଯେ କିଛି ଲୋକ ଚାହାନ୍ତି ଯେ ସେମାନେ ନିଜକୁ କେତେବେଳେ ବଡ କରିବା ପାଇଁ। ଆଜ୍ଞା ଇଏ ବଡ ହବାଟା ଗୋଟେ ଛୋଟିଆ କଥା ନୁହେଁ, ଏଥିପାଇଁ ବହୁତ ତ୍ୟାଗ କରିବାକୁ ପଡେ, ବହୁତ ପରିଶ୍ରମ କରିବାକୁ ପଡେ। ମୁଁ ଆଜି ବି ସ୍ପଷ୍ଟ ଭାବରେ ଶିବା ତୁ ଅଛୁ ସାମ୍ନାରେ କହୁଛି, ବହୁତ ଲୋକ ଆମର ନିଜସ୍ୱ ଲୋକ ବି ଦେଖୁଛନ୍ତି, ବହୁତ ବିରୋଧୀ ଲୋକ ବି ଆଜି ବି ମାନେ ଜାଣନ୍ତି, ସବୁ କଥା ଜାଣନ୍ତି। ଏ ଯୋଉ ବିଜେଡି କଂଗ୍ରେସ ର କଥା ଆସେ, ଏଗୁଡା ସବୁ ମୋ ପାଇଁ ପିଲା ଖେଳ। ଏ ଖେଳ ମୁଁ ବହୁତ ପୁରୁଣା ଖେଳିକି ଯାଇଛି, 10 ବର୍ଷ ତଳୁ ଖେଳିକି ଯାଇଛି, କଲେଜ ଇଲେକ୍ସନ ଖେଳିକି ଯାଇଛି। ତମ କୁଣ୍ଡା ବାଳ ଉଠି ନଥିବ ସେତେବେଳେ ମୁଁ ଇଲେକ୍ସନ ଖେଳିକି ଯାଇଛି, ତମେ ସେ ଇଲେକ୍ସନ ର କଥା କହିକି ମୋ ମୁଣ୍ଡ ଟାକୁ ଗରମ କରିପାରିବନି। ବୁଝି ହଉଛି? ତେଣୁ ଯେତେବେଳେ ଏଇଟା ଗୋଟେ ବର୍ନ କ୍ୱାଲିଟି ଥାଏ, କିଛି ଲୋକଙ୍କର ଗୋଟେ ବର୍ନ କ୍ୱାଲିଟି ଥାଏ, ପ୍ରକୃତରେ ମାନେ କଣ କରନ୍ତି, ଏଟା ଇଣ୍ଟରନାଲ କ୍ୱାଲିଟି ଗୋଟେ ଥାଏ, ତାକୁ କେହି କାହାକୁ ଟିଆରପି କରିଲେ ମଧ୍ୟ ହୁଏ ନାହିଁ। ଯଦି ସେ ଜିନିଷ ଟିଆରପି ଗୋଟେ ଜିନିଷ ଥାନ୍ତା, ଆପଣଙ୍କ ସାମ୍ନାରେ ଯଦି ଟିଆରପି ବୋଲି ଗୋଟେ ଭଲ ଜିନିଷ ଥାନ୍ତା, ବା ଗୋଟେ ଲୋକ କାହାକୁ ନେଇକିରି ଗୋଟେ କିଏ କାହାକୁ ମାନେ ପ୍ରଡ୍ୟୁସ କରିଦଉଛି ସେ ଲୋକ ହିରୋ ହେଇଯାଆନ୍ତା, ଏଟା ଭୁଲ କଥା। ହର ପଟ୍ଟନାୟକ ଅନୁଭବ ମହାନ୍ତିଙ୍କୁ ପ୍ରଡ୍ୟୁସ କଲେ, ଫାର୍ଷ୍ଟ ଫିଲ୍ମରେ ଅନୁଭବ ମହାନ୍ତିଙ୍କୁ ପ୍ରଡ୍ୟୁସ କଲେ, ତାଙ୍କର ଆଇ ଲଭ୍ ୟୁ ଗୋଟେ ଫିଲ୍ମ ଆସିଲା, ବହୁତ ହିଟ୍ ହେଲା। ହର ପଟ୍ଟନାୟକ ତାକୁ ସୁଯୋଗ ଦେଲେ ଯେତିକି ଧନ୍ୟବାଦ, ତାଙ୍କୁ ମଧ୍ୟ ଆଜି ସ୍ୱର୍ଗାବାସରେ ସେ ଅଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ତ ସେ ହର ପଟ୍ଟନାୟକ ଯିଏ ଥିଲେ, ସେ ଜାଣିଥିଲେ ଯେ ଅନୁଭବ ମହାନ୍ତିଙ୍କର କିଛି ନା କିଛି ଗୋଟେ ଭଲ ଗୁଣ ଅଛି ଅଭିନୟରେ, ତାଙ୍କୁ ସେ ସେଇଥିପାଇଁ ଆଇ ଲଭ୍ ୟୁ ଫିଲ୍ମରେ ସୁଯୋଗ ଦେଇଥିଲେ। ନହେଲେ ସେ ତା ଏରିଆରେ କାହାକୁ ବି ଦେଇ ପାରିଥାନ୍ତେ, ଅନୁଭବ ମହାନ୍ତି କାହିଁକି ଦେଲେ? ତ ତେଣୁ ସେ ଜିନିଷ ହଉଛି ଯେ ଯେତେବେଳେ ଯାହାକୁ ଯୋଉ ଜାଗାରେ ଚାନ୍ସ ମିଳିବା କଥା, ସମସ୍ତଙ୍କୁ ମିଳିଲେ ସମସ୍ତେ କୋଉଠି ହାଇଲାଇଟ କି ହିରୋ ହେଇଯାଆନ୍ତି ନାହିଁ, ବା ଟିଆରପି ସମସ୍ତଙ୍କୁ ମିଳେ ନାହିଁ। ତାର ଗୋଟେ ସ୍ପଷ୍ଟ ପ୍ରମାଣ ମୁଁ ଆପଣଙ୍କୁ ଦେବି। ଅମିତାଭ ବଚ୍ଚନ ଲେଜେଣ୍ଡାରୀ ଆକ୍ଟର, ବଲିଉଡର ଆକ୍ଟର, ସେ ବହୁତ ବଡ ଆକ୍ଟର, ତାଙ୍କ ପାଖକୁ ବି ଲୋକ ପଶିବାକୁ ଡରନ୍ତି। କିନ୍ତୁ ତାଙ୍କ ପୁଅ ନାଁ ହଉଛି ଅଭିଷେକ ବଚ୍ଚନ, ସେ ବି ଫିଲ୍ମ କରିଛନ୍ତି, କିନ୍ତୁ ତାଙ୍କ ଫିଲ୍ମ ଏତେ ଚାଲିଲାନି। ତାଙ୍କ ପାଖରେ କଣ ପଇସା ନଥିଲା, ତାଙ୍କ ପାଖରେ କଣ ନେମ୍ ଫେମ୍ ନଥିଲା, ସବୁ ଥିଲା, କିନ୍ତୁ ଗୁଣ ନଥିଲା। କଣ ନଥିଲା? ଗୁଣ ନଥିଲା। ଯଦି ପ୍ରକୃତରେ ଜଣଙ୍କ ପାଖରେ ଗୁଣ ଅଛି, ଆପଣ ତାକୁ ଯୋଉ କୌଣସି ହାଲତରେ ରୋଡ କଡରେ ଛିଡା କରିଦେଲେ ବି, ତା ପାଖରେ ଟଙ୍କାଟିଏ ନଥିଲେ ବି ସେ ଲୋକ କୋଉଠି ନା କୋଉଠି ହେଲ୍ପ କରିଦେବେ। ତ ଏଠି ମୂଳ କଥା ହଉଛି ଟିଆରପି ର କଥା ନାହିଁ, ଫଟୋ ଉଠେଇବାର ବି କଥା ନାହିଁ। ଯେତେ ଲୋକ ଯିଏ ଯେତେ ଫଟୋ ଉଠାଉ, କେତେ ଲୋକ ଆସନ୍ତି ଫଟୋ ଉଠେଇ ଉଠେଇ ଯାଇଛନ୍ତି। ମୁଁ ତ କହୁଛି ଯଦି ଆଜି ଏଇ ଯୋଉ ଫଟୋ ଉଠାର କଥା ଆସୁଛି, ମୋ ସାଙ୍ଗମାନେ ବି ଏଠି ମୋ ଲାଇଭ ଦେଖୁଛନ୍ତି, ମୋର ଯିଏ କଲେଜ ବେଳର ସାଙ୍ଗ ବି ଏଠି 2-3 ଜଣ ଦେଖୁଛନ୍ତି। ଯଦି 2009 ମସିହାରେ ବା 2006 ମସିହା ପାଖରୁ 2011 ମସିହା ପର୍ଯ୍ୟନ୍ତ ମୁଁ କଲେଜରେ ପାଠ ପଢୁଥିଲି, ସେ ଭୁବନେଶ୍ୱରର ତାଳପଦେଶ୍ୱରୀ ମନ୍ଦିରର ପୋଖରୀ ଖୋଳା କାମ ହଉ, ବା ତାଳପଦେଶ୍ୱରୀ କ୍ୟାମ୍ପରେ ପଡିଥିବା ରୋଷେଇ କାମ ହଉ, ସେ ମନୋଜ ସାରଙ୍କ କଥା ହଉ, ଯିଏ ମହର୍ଷି ଲ କଲେଜର ଟିଚର ଥିଲେ, ସେ ବାଣୀବିହାର କ୍ୟାମ୍ପସର ସେ ପୋହଳର ସେ ଭାଇର ନାଁଟା ତ ମୋର ଆଜି ମନେ ନାହିଁ, ସେ ଭାଇଟି ହଉ ତାର କ୍ୟାଣ୍ଟିନ ଥିଲା। ବହୁତ ଲୋକ ଥିଲେ, ସୁଶାନ୍ତ ଭାଇ ଗୋଟେ ଥିଲା ବୋଲି। ସେମାନେ ଯଦି ଆଜି ବି କିଏ ଲାଇଭ ଦେଖୁଥିବେ, ଜାଣିପାରୁଥିବେ ଯେ ତାଳପଦେଶ୍ୱରୀ ମନ୍ଦିରରେ ମୁଁ ଯଦି ସେତେବେଳେ ଫଟୋ ଉଠେଇଥାନ୍ତି, ବୋଧହୁଏ ବହୁତ ଗୁଡେ ଫଟୋ ଉଠେଇ ପାରିଥାନ୍ତି। କାହିଁକି ନା ସେତେବେଳେ ମୋର କାର୍ଯ୍ୟ ଥିଲା, ସେତେବେଳେ ନନା ଥିଲେ, ସେତେବେଳେ ମୁଁ ରୋଷେଇ କରୁଥିଲି। ଆମ କ୍ୟାମ୍ପ ଥିଲା NSS କ୍ୟାମ୍ପ। ଯଦି ଲୋକ ଭାବୁଥିବ ମୁଁ ଗପ କହୁଛି, ସେ ମୂର୍ଖ ମାନଙ୍କୁ ଟିକେ ଜାଣିବା ଦରକାର। 2007 ମସିହାରେ ସେ ଛାଡନ୍ତୁ, ସିଏ ତ ସିଏ ନା ଗପିବେ। ନା 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 ଅଛି ଅଛି
ଏ ବିଷୟ ଅଛି ହୁଁ। ତୋ ବିଷୟ କଣ ଆଲୋଚନା କରିଥା ତୁ ତ କଟିଯିବୁ ମୁଁ ନହେଲେ ଆଲୋଚନା କରିବି ତୋ ବିଷୟ କହ ହଁ ତୋ ବିଷୟ କଣ ଅଛି ହଁ କୁହ 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 ଏସକେ ମହାରଣା କଣ କହୁଛି କୁହ କୁହ। ଆଃ, ମଣିଷ ହିସାବରେ କଣ ଯେତେବେଳେ ତୁ ଗୋଟେ ଜିନିଷ ମନେ ରଖ ଗୋଟେ ଓଜନ ଲୋକକୁ ଉଠେଇବା ପାଇଁ ହେଲେ ତୋ ଭିତରେ ସେତିକି ଶକ୍ତି ରହିବା ଦରକାର ହୁଁ ତୋ ଭିତରେ ସେତିକି କ୍ଷମତା ପାୱାର ଯୋଉଟା ଫିଜିକାଲି ପାୱାର ହଉ ମେଣ୍ଟାଲି ପାୱାର ହଉ ଯୋଉ ପାୱାର ହଉ ଯଦି ଫିଜିକାଲି ପାୱାର ଥିବ ତୁ ମତେ ବି କାନ୍ଧରେ ଉଠେଇକି ନେଇକି ଯିବୁ ଯଦି ମେଣ୍ଟାଲି ପାୱାର ଥିବ ତାହେଲେ ଯଦି ମୁଁ ପଢିଥିବି ତୁ ମତେ ଉଠେଇ ପାରୁନଥିବୁ ତାହେଲେ ମୁଁ କେମିତି ଯିବି ତୁ ସେଟା ଚିନ୍ତା କରିବୁ ଏଇଟା ଠିକ ନା ଭୁଲ ହଁ ହଁ ଠିକ। ତୁ ଯୋଉ ଲୋକଙ୍କ ନାଁ ଧରୁଛୁ ତୁ ଯୋଉ ଲୋକଙ୍କ ନାଁ ଧରୁଛୁ ନା ଶଳା ସିଏ ଫିଜିକାଲି ଭାବରେ ପାୱାରଫୁଲ ନା ମେଣ୍ଟାଲି ଭାବରେ ପାୱାରଫୁଲ ସେ କେବଳ କଣ ନା ଆଙ୍ଗୁଳି କରିବାରେ ପାୱାରଫୁଲ ତେଣୁ ଆଙ୍ଗୁଳି କରିକିରି ଆପଣ କେତେ ଦିନ ବଞ୍ଚିବେ ସେ ଲୋକଙ୍କର ନାଁ ନବାର ମୋର କୌଣସି ଆବଶ୍ୟକତା ନାହିଁ ସେ ଲୋକଙ୍କର ସେତିକି କ୍ଷମତା ହିଁ ନାହିଁ ସେମାନେ ଗୋଟେ ସାଧାରଣ ଜାଗାରେ ଆସିକି ବସିକିରି କଣ ଗୋଟେ କଥାବାର୍ତ୍ତା କରିପାରିବେ ତେଣୁ ସବୁବେଳେ ନିଜର ମୁଁ ସବୁବେଳେ ଭାବେ ସମସ୍ତଙ୍କୁ ବହୁତ ସମ୍ମାନ ଦିଏ ମୁଁ ସମସ୍ତଙ୍କର ବହୁତ ମାନେ ବହୁତ କ୍ଲୋଜଲି ମିଶିଯାଏ ଯୋଉଥିପାଇଁ କି ମୁଁ ଆଜି ମାନେ ହଇରାଣ ବି ହଉଛି ନୋ ପ୍ରୋବ୍ଲେମ ସେଥିରେ କିଛି ଅସୁବିଧା ନାହିଁ ହଇରାଣ ହବା ଏଇଟା ଗୋଟେ ସମାଜର ରୀତିନୀତି ସେଟା କୌଣସି କଥାକୁ ମୁଁ ତାକୁ ନେଇକି ମାନେ ମୁଁ ଆକ୍ଷେପ କରିବାକୁ ଚାହୁଁନି ନିଶ୍ଚିତ ଭାବେ ତାଙ୍କ ଭିତରେ କୌଣସି କ୍ୱାଲିଟି ଥାଇପାରେ କିନ୍ତୁ ଇଣ୍ଟେନସନାଲି ଯାହା ଉପରେ କରାଯାଏ ସେ ଜାଗାରେ କୋଉଠି ଗୋଟେ ନା କୋଉଠି ଲାଗେ ଯେମିତି ସେ ଲୋକ ନିଜର ବୋଧଗମ୍ୟ ହରେଇ ପାରୁଛି ବା ହରେଇ ସାରିଛି ସେ କାହାର ନା କାହାର କଥାରେ ସେ ବଶୀଭୂତ ହେଇଛି ତୁ ଯୋଉ କଥା ଏଠି କହୁଥିଲୁ ଯେ ଏ ଘଟଣାରେ ଆମେ ସମସ୍ତେ ଆସିଥିଲେ ଆଦିତ୍ୟ ଦାସକୁ ନ୍ୟାୟ ଦେବା ପାଇଁ ବଢିଆ କଥା ଆମେ ସମସ୍ତେ ଆସିଥିଲେ ନ୍ୟାୟ ଦେବା ପାଇଁ ନ୍ୟାୟ ଦେବାରେ କଣ ଅସୁବିଧା ହେଲା ଆ ଭିତରେ କିଏ ଗଲେ କିଏ ନ ଗଲେ ଆରେ ଭାଇ ମୁଁ ତ ଆଦିତ୍ୟଙ୍କ ନାଇଁ ବାପା ନାଇଁ ମାଙ୍କ ତାଙ୍କ ଘରକୁ ହିଁ ଗୋଟେ ଭାଇ ଯାଇନି ଗୋଟେ ପଏଣ୍ଟ ମୁଁ କହୁଛି ଟିକେ ଭାଇ ମୁଁ ଟିକେ 5 ମିନିଟ କହୁଛି ହଁ କହ କହ ମୋ ଭଏସ ଶୁଭୁଛି ତ ହଁ ପୁରା ଶୁଭୁଛି କ୍ଲିୟର ଶୁଭୁଛି କହ ମୋ ଭଏସ ଶୁଭୁଛି ତ ପୁରା କ୍ଲିୟର ଶୁଭୁଛି କହୁନୁ ନାଇଁ ଏଠି ଟିଆରପି କଥା କହୁଛନ୍ତି ଗୋଟେ କଥା ମୁଁ କହୁଛି ଆଜିକୁ ବର୍ଷେ ତଳେ ଯେତେବେଳେ ଷ୍ଟ୍ରାଇକ ଯୁଗ କଥା ଆସିଲା ଯେତେବେଳେ ଆଦିତ୍ୟ ମରି ଯାଇଥିଲେ ଯେତେବେଳେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଆସିଥିଲେ ସେଠି ଆଦିତ୍ୟଙ୍କ ଧର୍ମପତ୍ନୀ ଗୋଟେ କଥା କହିଥିଲେ ଯେ ମୁଁ ସରକାରୀ ଚାକିରି ଗଭର୍ଣ୍ଣମେଣ୍ଟ କରିଛି ଚାକିରି କରିଛି ମୁଁ ରାଜରାସ୍ତାରେ ବସି ପାରିବିନି ମୁଁ ଗଭର୍ଣ୍ଣମେଣ୍ଟ ଚାକିରି କରିଛି ରାଜରାସ୍ତାରେ ବସି ପାରିବିନି କିନ୍ତୁ କୋଉ ଗଭର୍ଣ୍ଣମେଣ୍ଟ ଚାକିରିଆ ଯାଇକିନା ପାର୍ଲରର ଆଡଭର୍ଟାଇଜ କରୁଛନ୍ତି ଟିକେ କହିବେ କି 999 ଟଙ୍କାରେ ଆପଣ ଆସନ୍ତୁ ଏଠାକୁ ଏଠି ସ୍ପା କରିକି ଯାଆନ୍ତୁ ନାଇଁ ଖାଲି 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 ସେତିକି ନୁହଁ କରିଛନ୍ତି ତମେ ଅଲରେଡି ବୋଧେ ଆପଣ ଭୁଲି ଲାଇଭ ଯାଉଛ ଭିଡିଓରେ ଦେଖିବେ ନାଇଁ ନାଇଁ ପାର୍ଲରର ନାଇଁ ନାଇଁ ଆଡଭର୍ଟାଇଜ ମୁଁ କହୁଛି କରୁଛନ୍ତି ମୁଁ କହୁଛି ଖାଲି ସେତିକି ନୁହଁ ଯଦି ପ୍ରକୃତରେ ଗଭର୍ଣ୍ଣମେଣ୍ଟ ର ସେତିକି ସତ୍ସାହସ ଅଛି ମାନେ ମୁଁ ତେବେ ସେ ଯୋଉ ଦିନ ବୁଝିପାରୁନି ଭିଡିଓ କରୁଥିଲେ କୋଉଠି ନାଇଁ ନାଇଁ ଗଭର୍ଣ୍ଣମେଣ୍ଟ ଟିକେ ଟିକେ ଚାକିରିଆ ଷ୍ଟ୍ରାଇକ ନ କରିକି କିନ୍ତୁ ଯାଇକି ନା ପାର୍ଲର ଆଡଭର୍ଟାଇଜ କରୁଛନ୍ତି କୋଉଠି କାହାକୁ ମାନେ ଟାଟୁର ଆଡଭର୍ଟାଇଜ କରୁଛନ୍ତି ଏଇଟା କେତେ ଦୂର ଠିକ କିନ୍ତୁ ଏଥିରେ ନାଇଁ କେହି ନାଇଁ ନାଇଁ ଆଙ୍ଗୁଠି ଉଠେଇ ନାହାନ୍ତି ନାଇଁ ଯୋଉ ଭାଇ ଭଉଣୀ ଦେଖୁଛନ୍ତି ନାଇଁ ନାଇଁ ଏ ଟପିକକୁ କେହି ଉଠେଇ ନାହାନ୍ତି କାହିଁକିନା ସିଏ ଅଲରେଡି ଆଉ ଗୋଟେ କଥା କହୁଛି ଭାଇ ଟିକେ ଆଉ ଗୋଟେ କଥା କହୁଛି ଏ କେସ ର ମୂଳ ଲକ୍ଷ୍ୟ ହେଲା ଯୋଉମାନେ ଲିଡରସିପ କରୁଥିଲେ ତାଙ୍କୁ ବେଜିତ କରାଇବା ତାଙ୍କୁ ବସେଇବା ଦେଖ ସେଇଆ ବି ହେଇଛି ତାଙ୍କୁ ବସେଇ ସାରିଲା ପରେ ତାଙ୍କଠୁ ଡିଷ୍ଟ୍ରାକ୍ଟ ହେଇଛନ୍ତି ମାନେ ଧର ଯୋଉ 5 ଜଣଙ୍କୁ ବସେଇ ଦେଲେ ସେମାନେ ଆଉ ସେ ଟପିକ ଉଠେଇଲେନି ସେମାନେ ଆମ ଏଗେନ୍ଷ୍ଟରେ କହିଲେ ଦୟ ସେମାନେ ଏବେ ସାଇଲେଣ୍ଟ ହେଇଯାଇଛନ୍ତି କାହିଁକି ନା ତାଙ୍କୁ ମାନେ ଟୋଟାଲି ଲୋକଙ୍କ ସାମ୍ନାରେ ଯେତେବେଳେ ସବୁ ଲୋକ 10 ଜଣଙ୍କୁ ଆଇଡିଆଲ ଭାବୁଥିଲେ କହ କହିଚାଲ ତୋ ମନରେ ଯାହା ଅଛି କହ ମୁଁ ଅଛି ତୋ ସାଙ୍ଗରେ କହ ପ୍ରଫୁଲ୍ଲ ଭାଇ ଆମର ଆଇଲେ କହିଲେ ତମକୁ ମୁଁ ଖୋଜୁଛି ତମେ କେତେବେଳୁ ଆସିଗଲଣି ହେଲା ହଉ ତୁ କହ ତ ଟପିକରେ କହ କାହା କମେଣ୍ଟ କହ ତ ସମସ୍ତେ ଟିକେ ଲକ୍ଷ୍ୟ କରନ୍ତୁ ଗୋଟେ କଥା ମୁଁ କହୁଛି ହଁ ମୋ ଭଏସ ଟା ପରେ ଶୁଭୁଛି ନା ମୁଁ ଆଗେ କହୁଛି ଭଏସ ଟା ପରେ ଶୁଭୁଛି ନା ତୁ କହୁନୁ ତୁ ସବୁ ସବୁ ତୁ କହିଚାଲ ବନ୍ଦ କରନା କହିଚାଲ ଯେତେବେଳେ କମ ହ୍ୟାଲୋ ଶୁଭୁ ମୁଁ କହିବି ନା ତୁ ଭଏସ ବାପା ଶୁଭୁଛି କହିବୁ ମୋର ହଁ ତୁ କହିଚାଲ ହଁ ମୁଁ ଗୋଟେ କଥା କହୁଛି ଯେତେବେଳେ ଯୋଉ ଲିଡର ଯେତେବେଳେ 10-12 ଜଣ ସବୁ ଏକାଠି ହେଇଥିଲେ
10-12 ଜଣ ଭିତରୁ ସବୁ ଲୋକ 10 ଜଣକୁ ଭଲ ପାଉଥିଲେ, ସବୁ ଲୋକ 10 ଜଣକୁ ଭଲ ପାଉଥିଲେ। ତ ତାଙ୍କ ଟପିକ ଟା ମାନେ ଯେତେବେଳେ ଆଦିତ୍ୟ ଟପିକ ଆମେ ଉଠଉଥିଲୁ 10 ଜଣ ଉଠେଇଲାଠୁ 1000 ଲୋକ ଦେଖୁଥିଲେ, ସିଏ ଦେଖିଲେ 6-7 ଜଣଙ୍କୁ ଆମେ ସାଇଡ କରିଦବା। କେମିତି ସାଇଡ କରିଦବା ନା ସୁଭାଶିଷ ନାଁରେ ତା ଆଗରେ କହିଦବା, ତା ନାଁରେ ସୁଭାଶିଷ ଆଗରେ କହିକିନା ସାଇଡ କରିଦବା। ତାକୁ ଯେତେବେଳେ ସାଇଡ 6-7 ଜଣଙ୍କୁ କଲେ ଲୋକମାନେ 6-7 ଜଣଙ୍କୁ ଖରାପ ଭାବିଲେ, ସେ ଲୋକମାନେ ଏବେ ଦୂରେଇ ଯାଇଛନ୍ତି, ଲୋକମାନେ ତାଙ୍କୁ ଖରାପ କିଛି ଭାବିଛନ୍ତି। ଅସୁବିଧା ନାହିଁ। ଆଉ ରହିଲା କିଛି ଯୋଉମାନେ ଅସୁବିଧା କମେଣ୍ଟ କରୁଛନ୍ତି, ସେ ଏବେ କମେଣ୍ଟ କଲା ବାଲାଙ୍କର ପାଳି। ଯୋଉମାନେ କମେଣ୍ଟ କରୁଛନ୍ତି ପର୍ଟିକୁଲାରଲି ଜଣକୁ ଜଣକୁ ବେଜିତ କରାହବ, ଆଉ ସେମାନେ ଯେତେବେଳେ ଦୂରେଇ ଯିବେ ଟୋଟାଲି କେସ୍ କ୍ଲୋଜ। ଆଉ କେହି ଉଠଉନି, ପାର୍ଲର ଗଲେ ଆଉ କେହି ଉଠଉନାହାନ୍ତି, 999 ଟଙ୍କାର ଆଡଭର୍ଟାଇଜ କଲେ କେହି ଉଠଉନାହାନ୍ତି, କାହିଁକିନା ସମସ୍ତେ ତାଙ୍କ ଘରେ ଖାଇକି ଆସିଲେନି, କେହି କିଛି ଉଠେଇବେନି, ସେ ଟପିକ କେହି ଉଠେଇବେନି। ଯଦି ଉଠେଇବ ନାଇଁ, ତମେ ଉଠେଇବ, ନହେଲେ ମୁଁ ଉଠେଇବି। ମୁଁ ଟିକେ କ୍ଲିୟର କରିଦଉଛି। ସେ ଯୋଉ ପାର୍ଲର କଥା କହିଲ ବା ଯୋଉ 999 ଟଙ୍କାର କଥା କହିଲ ବା ଯୋଉ ଜିନିଷ କଥା କହିଲ, ତା ଭିତରେ ଆଉ ଗୋଟେ କଥା ତମେ ଛାଡି ଦେଇଗଲ, ଯେ ଯୋଉ ଦିନ ସେ ପାର୍ଲରରେ ଯାଇକିରି ଟାଟୁ କରୁଥିଲେ ସେଟା ଲକଡାଉନ ସଟଡାଉନ ନିୟମ ଭିତରେ ନଥିଲା, ସେଥିରେ ପାର୍ଲରକୁ ଖୋଲିବା ପାଇଁ ପରମିଶନ ନଥିଲା। ସେ ଡେଟ୍ କୁ ଯଦି ଦେଖାଯିବ, ତା ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ଲରକୁ ଖୋଲିବା ପାଇଁ ବା ଟାଟୁକୁ ଖୋଲିବା ପାଇଁ ତାଙ୍କୁ ପରମିଶନ ଦିଆଗଲା, କିନ୍ତୁ ସେ କୋଉ ହାଲତରେ ସେ ଯାଇ ଟାଟୁ କଲେ ଏ ବିଷୟଟା ମିଳ ବିଷୟ ଛାଡିଦିଅ। ଏଠି ସବୁବେଳେ ସରକାରୀ ଦଳ, ଯୋଉଟା କି ମୁଁ ସବୁବେଳେ କହିଛି, ଯୋଉଟା ଆଦିତ୍ୟ ଦାସଙ୍କ ଘଟଣାରେ ଦେଖା ଯାଉନଥିଲା, ସମାନ ଜିନିଷ ସୌମ୍ୟ ରଞ୍ଜନଙ୍କ ଘଟଣାରେ ଦେଖାଗଲା ପରେ ମଧ୍ୟ ସରକାର ଚୁପ୍, ତଦନ୍ତକାରୀ ବିଭାଗ, ପୋଲିସ ହଉ, କ୍ରାଇମବ୍ରାଞ୍ଚ ହଉ, ସମସ୍ତେ ଚୁପ୍। ତମେ କହିଲ ଗୋଟେ ବଦନାମ କରିବାର କଥା, ତମେ ଜାଣିଛ ଶିବା, ମୁଁ ଆଜି ସମସ୍ତଙ୍କ ଆଜି ବୋଧେ ପାଖାପାଖି 100 ଉପରେ ଲୋକ ଦେଖୁଛନ୍ତି, ଯୋଉ ବନ୍ଧୁ ମାନେ ଦେଖୁଛନ୍ତି, 2012 ମସିହା 2012 ମସିହା ଆଜି ଗୋଟେ ମୋ ଜୀବନର ସ୍ପଷ୍ଟ ଖୋଲା କଥା କହିବାକୁ ଚାହୁଁଛି। ଏ ଲାଇଭ ରହିବ, ଏ ଲାଇଭ ଟାକୁ ମୁଁ ଡିଲିଟ କରିବି ନା, ୟୁଟ୍ୟୁବରେ ବି ଛାଡିବି। 2012 ମସିହା ଅଗଷ୍ଟ ମାସ 4 ତାରିଖ ଦିନ, ଯେତେବେଳେ ମୁଁ କଲେଜ ପଢିବା ସରିଲା 11 ମସିହାରେ, ମୁଁ କ୍ୟାଣ୍ଟିନ କରିଥାଏ ଆଳି କଲେଜରେ। ମୋ ଜେଜେମା ୱାର୍ଡ ମେମ୍ବର ଛିଡା ହେଇଥାନ୍ତି ଏବଂ ଜିତିଥାନ୍ତି ମଧ୍ୟ। ବିଜେଡି ଗୋଡକୁ ହରେଇକିରି ଜିତିଥାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ମୁଁ ମୋର ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ, +2 ସାର୍ଟିଫିକେଟ, +3 ସାର୍ଟିଫିକେଟ ନେଇକିରି ଯାଜପୁରର ସିଂହପୁରର ଗୋଟେ ଏଜେଣ୍ଟ ପାଖକୁ ଯାଇଛି, ସେଠୁ ଫେରିଲା ବେଳେ ନିର୍ଦ୍ଦିଷ୍ଟ କିଛି ଲୋକ ବିଜୁ ଜନତା ଦଳର, ବିଜେଡିର, ମତେ ଜବରଦସ୍ତି ସେଠି ରେପ୍ କେସରେ ପୁରେଇଥିଲେ। ତମେ ଜାଣିଛ, ରେପ୍ କେସରେ ମତେ ଜବରଦସ୍ତି ମତେ ଗାଡିରେ ଧରିକି ଆଣିଥିଲେ। ପର୍ଟିକୁଲାରଲି ମୁଁ ଖୋଲା କଥା କହୁଛି, ସେ ଅଫିସର ନାଁ କହୁଛି ସାମଲ ବାବୁ, ଗୋଟେ ଅଫିସର ଥିଲା 2012 ମସିହା ଅଗଷ୍ଟ 4 ତାରିଖରେ। ସେ ପ୍ରଥମେ ଦେଖିକିରି ଗଲା, ମୁଁ ପ୍ୟାଣ୍ଟ ଖୋଲିକିରି ମାନେ ପୋଲ ଉପରୁ, ଗୋଟେ ବ୍ରିଜ ଉପରେ, ପୋଲ ଉପରେ ଛିଡା ହେଇକି ମୁଁ ନଈକି ମୁତୁଛି। ମୁଁ ଭାରି ଫିକିଲ ମାଇଣ୍ଡ ଥିଲି, ବୋଲି ଭାରି ଖୋଲା ମନ ମୋର। ମୁଁ ମୁତୁଛି, ଦେଖିକି ଗଲା, ପଚାରିଲା କୋଉଠି ଗରମ, ଏଇଠି ଗରମ, ଯାଉଛି ଆସୁଛି, ସବୁ ଗଲା। ତାପରେ ହଠାତ୍ 4-5 ଜଣ ଲୋକ ଗୋଟେ କାରରେ ଆସିଲେ, ସରି ଗୋଟେ ବୋଲେରୋରେ ଆସିଲେ, ମୋ ସାଙ୍ଗରେ ଥିବା ଲୋକର ଗାଡିର ଚାବିକୁ ନେଇଗଲେ। ସେ ଲୋକକୁ ଆକ୍ରମଣ ମଧ୍ୟ କଲେ। ଯେତେବେଳେ ମୁଁ ତାଙ୍କୁ ପଚାରେ ଯେ ଭାଇ ତାକୁ କାହିଁ ଆକ୍ରମଣ କରୁଛ, ନା ତମେ ଚୁପ ରୁହ, ତମର କିଛି ହବନି। କିନ୍ତୁ ହଠାତ୍ ତାର ମୋ ପାଖରେ ଥିବା ତତ୍କାଳୀନ ଯିଏ ଯୋଉ ଭାଇସ ଚେୟାରମ୍ୟାନ ସମ୍ କେଦାର ସେଠୀ କି କଣ କେଦାର ବେହେରା, ମୋର ମନେ ପଡୁନି, କିନ୍ତୁ କେଦାର, ସେ ଲୋକଟି ଫୋନ କରିକି ସେ ସାମଲ ବାବୁକୁ ଡାକୁଛି ଯେ ଆସ, ଆମେ 2 ଜଣଙ୍କୁ ଧରିଛୁ, ତମେ ନେଇକି ଯିବ। ସାମଲ ବାବୁ କହୁଛି ଆରେ ସେ 2 ଜଣ ପାଖରେ ଛିଡା ହେଇଥିଲେ, ମାନେ ଆମେ ଗୋଟେ ବ୍ରିଜ ଉପରେ ଛିଡା ହେଇଛୁ। ତ ଏ ଘଟଣା କହିବାର ଗୋଟେ ବଡ ରହସ୍ୟ ତମକୁ ଦଉଛି, କାହିଁକି ନା ଏଟା ଗୋଟେ ବହୁତ ବଡ ଷଡ଼ଯନ୍ତ୍ର ସଜା ଯାଇଥିଲା। ଏଟା 2012 ମସିହାରେ, ଆଜି ତ 21 ମସିହା ହେଲାଣି, ଆଜି ତ ମୁଁ ମତେ ବହୁତ ହାଇଲାଇଟ ମିଳିଗଲାଣି, ମୁଁ ତ ବହୁତ ଜାଗାରେ ବାହାରିଲିଣି, ବହୁତ ଲୋକ ମତେ ଚିହ୍ନିଲେଣି। ଆପଣ ଜାଣିନଥିବେ, ମୁଁ 12 ମସିହାର କଥା କହୁଛି, ମୋ ନିଜର କଥା କହୁଛି, ଖୋଲା କଥା କହୁଛି। ତ ସେ ସମୟରେ ସେ ଅଫିସର ସେଠୁ ଆସିଲା, ମୋ ଗାଲରେ 2 ଚାପୁଡା ମାଇଲା, କହିଲା ମା ଗିଆ ରାଣ୍ଡି ଉଣ୍ଡୁଛୁ, ପର୍ଟିକୁଲାର ଏଇ ୱାର୍ଡ ଆପଣ ଏଟା ମନେ ରଖନ୍ତୁ। ଶିବା, ଏଟା ଖରାପ ଭାବିବନି, ରିଏଲ ଲାଇଫ। ଆଉ ସେ ଶ୍ୱଶୁର ସାମଲକୁ ମୁଁ ଆଜି କହୁଛି, ଆଳିର ଯିଏ ବିଜେଡି ନେତା ଅଛନ୍ତି ତାଙ୍କ ମୁହଁରେ କହୁଛି, ମୋ ରାଗ କଣ ପାଇଁ ଅଛି ମୁଁ ଆଜି ତମ ମୁହଁରେ କହୁଛି। ମୁଁ କହିଲି ସାର୍ କଣ ଭୁଲ ହେଇଛି ଆଜ୍ଞା, ଆମେ ତ ଏଠି ଛିଡା ହେଇଛୁ, କାହାକୁ କିଏ କୋଉଠି କଣ କଲା, ଆପଣ କାହିଁ ଏମିତି ଅଭଦ୍ର କଥାବାର୍ତ୍ତା କରୁଛନ୍ତି, ନା ତମେ ଥାନାକୁ ଚାଲ। ମୁଁ କହିଲି ହଁ ଚାଲୁନାହାନ୍ତି, କାରଣ ମୁଁ କିଛି କରିନି, ମୁଁ ଡରିବି କାହିଁକି।
बोले आज्ञा टिके गोटे मिनिट वेट करंतु मु सेठी मो सर्टिफिकेट गुडा थुआ होइछि नेकी आसु ना हां नेकी आस मु नेकी आसिली थाना को आसिली राति सारा हमको थाना रखिले सकाळ होला मोर बंधु जी अछंती मोर जे माने मो कॉलेज फ्रेंड थिले मो भाई थिला जे कि मो ऊपर बैच रे पढुथिले जो भाई सम दीक्षित भाई ना कोन समथिंग जे आली थाना रे भी कांस्टेबल अछंती ताको नाम मन पड़ुनी से थांती मु थाना रे बसताए राति सारा सेमती बसु सकाळ हला गोटा कॉन्स्टेबल आसिला मते कहला आउ भाई आउ तुम घर को फोन कर डाकुन मु कहली काहे की माने सुनो एटा गोटे रियल फैक्ट कहूची मो जीवन घटिथिबा घटना कहूची आली थाना रे थिबा कॉन्स्टेबल मते डाकुची राति अधुर से सामल से ससुर को सामल मते धरि कानी बसैची मते कहिची मा आज्ञा रांडी उंडुचु माने मते मु गोटे रेपिस्ट सेठी केस ऑलरेडी वायरल होई सालानी जे सुभाषी सडकी रेप करिची माने गोटे बड़ कथा एटु सुनो 12 मसियार कथा किंतु से पर्यंत ता भितर मु कहबी समस्त कर कथा कहबी मोटी का को छोट बड़ करी कहबा चाहू नाही किंतु गोटे रियल फैक्ट जोटा मो संगे घटिची मु कहूची तो से कॉन्स्टेबल सकाळ आसी कहूची जा तुम घर को फोन कर घर को फोन करबी हम तो रेप करछु हमको मु जदी सुनिची हम तो रेप करछु हमको पठेबे एसपी ऑफिस को पठेबे हमर डाक्टरी महीना हबो हमको जेल देबे मु घर को देखिबी का को तो ता भितरे सेतिकी बेले मोर जने बंधु जे मोर निजस्व जो कांस्टेबल भाई को ना कहली से बंधु जन मोर गोटे छोट भाई था राजा बोली पायलट स्वराज स्वाधीन नायक से आर्मी रे अछि ताकू फोन कला से तो भाई मजा गदार लोक सी आसी देखला सुभाषी सड़की ता लिपू भाईटा थाना रे फसची सी आसी हसिला बाहर छिड़ा कि भाई तू कोन थाना रे पइछु ओ भाई रो कथा कहू सेठी तार सेठी भल पाइबा थिला से सेठी थाना को आसिला तो थाना को आसिला पर से कथाटी जेतला प्रगट हला मो गाँ रो जे भाई अछंती बंधु अछंती मो बापा अछंती मो बापा पाखर खबर पहुंचला जेहेतु मो माँ वार्ड मेंबर छिड़ा आइतिला कांग्रेस रु छिड़ा आइतिला और जीतितिला मध्य कांग्रेस समर्थित परवर्ती पर्याय हेई पारे आपण कहबे जे वार्ड मेंबर प्रार्थी तो कांग्रेस रो कि बीजेडी रो नो ना एटी अछि कांग्रेस रो मो माँ छिड़ा आइतिला मो स्पष्ट भाव रे कहूची डॉक्टर दिवाकर नाथ शर्मा से नांती आज चली गलेनी से मो जेजंग सहित भारी संपर्क थिले मो जेजंग कहि कि से छिड़ा करथिले एवं आमे जीतिथिलु मध्य तो ता परवर्ती पर्याय रे देवेंद्र शर्मा जी हमर पूर्वतन विधायक थिले सेतबल समय रे जतल मो माँ जीतिची तांको दृष्टि से जने भाई को पठाइले जे घटना कोन आइची बुझिबा पई मु सेंती थाना रे बसताई मोर भी टेंशन है आर मु बादी बहुत किछ करिले मु टेंशन नाही देबी तो सामल बाबू मो गांडी सेतल को फाटिलाणी आली थाना रे थिबा सामल बाबू जो बोका चोदा मादर चोद गोटा थिला ता गांडी फाटिलाणी डबल स्टार थला जे ता गांडी काहे की फाटिलाणी आपण गोटे गोटे माने बढिया कथा कहते आपण सुनिबे टिके जे एथि पई फाटिलाणी जे देव शर्मा जे कांग्रेस रे जे अछंती विधायक से सीधा सड़क तांका संगे कथा होउचंती मु सेठी सुनी पारुची जे तमे केते जण थिले सार आपण ना आज्ञा आमे 7 जण स्टाफ थिलु ना आपण को जे डाकी की धरेले से के जण थिले ना 6 जण थिले ना आज्ञा आपण 7 जण पुलिस स्टाफ 6 जण बीजेडी कर्मी थिले 13 जण मिसिकिरी आपण होउचंती आपण सुभाषी सड़क भलिया गोटा टोका को धरि कि नेले थाना को किंतु से काहा को रेप करथुला काहे की धरि पालेनी सिबाय सुबुतिला सुबु नहीं सिबाय कथाटा सुबुची ना सुबु नहीं सुबुनी मते ठीक से सुबुनी हां नहीं सुबुनी तमे सुनो तो सेठी देवेंद्र शर्मा गोटे भल कथा कहिथिले जे तमे 13 जण मिसिकरी गोटे पुओ को धरि कि नै आइलो किंतु से काहा को रेप करथुला काहे धरि पालनी पुलिस वाला को मुंह गोल हां 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 से सामलर मुंह गोल हला सामलर मुंह गोल काहे की सामल कहले आज्ञा मु तो जाननी से आपण को लोक बोली देव शर्मा सेठी गोटा बढ़िया कथा कहिथिले जे जदी से मो लोक बोली तमे ताको छाड़ देई थांत जदी से खाली मर्डर करिक जाय थांत तमे कोन मो लोक छाड़ देई थांत परफेक्ट कथा बढ़िया कथा तेणु श्यामल बाबू गांडी सेउठु फाटिला से सेठु कहले नाइ ता डाको तमे अंडरटेकिंग लेखि छाड़िबु से पर्यंत जब मु श्यामल बाबू प्रश्न पचारि जे आपण मते नेइकि आसिले रांडी उंडुची बोली कहिथिले मा आज्ञा करी सोधिले मते दी चापुडा माइले मु काहाको कोन खराब व्यवहार करथले आपण धरि कालेनी के आपण को अभियोग दे ताको आलेनी ना ना से फोन उठौ नाती से भद्र व्यक्ति जनक 2012 मसिया अगस्त मासर केदार सेठीना बेउरा ताको पर्टिकुलर मन पड़नी मु काल लिखि देबी एवं से पर्यंत ना मोर कांग्रेस सहित कोनसी शत्रुता थिला ना मोर बीजेडी सहित कोनसी शत्रुता थिला ना मोर बीजेपी सहित कोनसी मित्रता थिला
ମୁଁ ମୋ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ର ଗୋଟେ କାର୍ଯ୍ୟକର୍ତ୍ତା ଥିଲି। ପିଲା ବେଳରୁ ଆରଏସଏସ ସହିତ ମୁଁ ମୋର ବ୍ୟକ୍ତିଗତ ମୋ ଜନ୍ମଗତ ମୋ ଯେତିକି ଯାହା ସମ୍ପର୍କ ମୁଁ ତାକୁ ରଖିଥିଲି। କିନ୍ତୁ ସେଥିପାଇଁ ମୁଁ ଦେବ ଶର୍ମାକୁ ଏଇଥିପାଇଁ ତାକୁ ଗୋଟେ ଭଲ ପାଏ ଯେ ସେ ଲୋକଟା ଯୋଉ ପ୍ରଶ୍ନ ଉଠେଇଥିଲା ସେଟା ମତେ ମନକୁ ଆସି ଯାଇଥିଲା। ସେ ତ ଥାନା ବାଲା ନଥିଲା ସେତେବେଳେ, ତ ସେ ଦେବେନ୍ଦ୍ର ଶର୍ମା ତ ଗୋଟେ ବିଧାୟକ ନଥିଲା। ମୁଁ ତ କୌଣସି ଗୋଟେ ବଡ ପରିବାରରୁ ଯାଇନଥିଲି, ମୁଁ ତ ଗୋଟେ ନର୍ମାଲ ସାଧାରଣ ପରିବାରରୁ ଯାଇଥିଲି। କିନ୍ତୁ ସେଇ ଯୋଉ ପ୍ରଶ୍ନ ଆକ୍ଚୁଆଲି କଣ ହୁଏ, ଏଠି ପ୍ରଶ୍ନ ଆସେ ତ ସେଇଠୁ ମତେ ରାଜନୀତି କରିବାକୁ ଗୋଟେ ବଡ ସୁଯୋଗ ମିଳିଥିଲା। ସେଇଥିପାଇଁ ମୁଁ ସେତେବେଳେ ଚୁପ୍ ଥିଲି। କିଛି ଲୋକ କହିବେ ଆପଣ କାହିଁ ଚୁପ୍ ଥିଲେ? ମୁଁ ଚୁପ୍ ସେଇଥିପାଇଁ ଥିଲି ଯେ ମୋ ପାଖରେ ମୋ ମାଟ୍ରିକ ସାର୍ଟିଫିକେଟ, +2 ସାର୍ଟିଫିକେଟ, +3 ସାର୍ଟିଫିକେଟ ୱିଥ୍ ମୋ ପାସପୋର୍ଟ ଥିଲା। ଆଉ କୌଣସି ବ୍ୟକ୍ତି ରେପ୍ କରିବାକୁ ଗଲା ବେଳେ ତା ମାଟ୍ରିକ ସାର୍ଟିଫିକେଟ, +2 ସାର୍ଟିଫିକେଟ, +3 ସାର୍ଟିଫିକେଟ ଆଉ ତା ପାସପୋର୍ଟ ନେଇକିରି କେହି ରେପ୍ କରିବାକୁ ଯାଆନ୍ତିନି। ଇଏ ମାଦର ଚୋଦେଇ ମା ଘିଆ ସାମଲ ଭଳିଆ ଏ ପୋଲିସ ଅଫିସରକୁ ଜଣା ନାହିଁ। ତାପରେ କଣ ହେଲା ଆପଣ ଶୁଣନ୍ତୁ। ସମାନ ଘଟଣା। ଭଗବାନ ଅଛନ୍ତି, ମୁଁ ସବୁବେଳେ ମାନେ ଭଗବାନ ଅଛନ୍ତି। ଆପଣ ଭାବିବେ ମୁଁ ସାମଲଟାକୁ ଶୋଧୁଛି। ଆରେ ସାମଲକୁ ଶୋଧିବାର କିଛି କଥା ନାହିଁ। ସାମଲର କଣ ହେଲା ତମେ ଶୁଣ। ସାମଲର କଣ ହେଲା ନା, ସାମଲର ଏଇଆ ହେଲା, ସାମଲ ବାବୁ ସେଇ କେନ୍ଦ୍ରାପଡାରୁ ଆଳିରୁ ଗଲେ ଆଉ ଗୋଟେ ଥାନାକୁ। ସେ ଥାନା ନାଁ ମୁଁ କହିବି ନା। ଏବଂ 10,000 ଟଙ୍କା ଲାଞ୍ଚ ନେଉଥିଲେ, ତାଙ୍କୁ ଭିଜିଲାନ୍ସ ବାଲା ଧରିଲେ, ସେ ଥାନାରେ ପଶିଲା ସେ ସାମଲ। ଯୋଉଦିନ ସାମଲ ପଶିଲା, ମୁଁ ଆଜି ଓପନ ତମ ମୁହଁରେ କହୁଛି, ମୁଁ ଗୋଟେ ଫୁଲ ପିଇଦେଲି ପୁରା। ଜାଣିଛନ୍ତି ମୁଁ ସେଦିନ ଗୋଟେ ଫୁଲ ପିଇଦେଲି। ମୁଁ ସେଦିନ ଲେଖିକି ଦେଲି ଯେ ସାମଲ ବାବୁ, ମୁଁ ସେଦିନ ସିନା ମୋ ଖାତା, ମୋ ଯୋଉ ମୋ ସାର୍ଟିଫିକେଟ, ମୋ ପାସପୋର୍ଟ, ମୋ ସବୁ ଜିନିଷ ଧରିକି ଆସିଥିଲି ବୋଲି ଆପଣ ମତେ ଏଠି ଅଭଦ୍ର କଥା କହିକି ଥାନାରେ ପୁରେଇଥିଲେ। କିନ୍ତୁ ଆପଣ ତ ସରକାରୀ କର୍ମଚାରୀ, ଆପଣ ତ ଦରମା ପାଉଛନ୍ତି। ଏ 10,000 ଟଙ୍କା ଲାଞ୍ଚ କାହାକୁ ମାଗିଥିଲେ? କାହା ଗାଣ୍ଡିରେ ପୁରେଇବାକୁ ମାଗିଥିଲେ? ପର୍ଟିକୁଲାରଲି ୱାର୍ଡ ସେ ପୋଷ୍ଟ ଏବେ ବି ଏଠି ଅଛି। ଜୟପ୍ରକାଶ ବାଳିଗୁରା ତତେ ମାଡ ଅଭାବ, ଘରେ ପଶିଯିବି ରେ, ଘରକୁ ପଳା। ତ ସମାନ ଜିନିଷ ଏଠି କୌଣସି ଜିନିଷ କିଏ କାହାର ସହି ପାରନ୍ତିନି। ଯୋଉ ଜିନିଷ ଆପଣ ଆଜି ମତେ କହୁଛନ୍ତି ସେଟା 2012 ମସିହାରେ ମୁଁ ସହିକିରି ଆସିଛି। ନିନ୍ଦା ଅପବାଦ 2012 ମସିହାରେ ମୁଁ ସହିକି ଆସିଛି। ସେତେବେଳେ ମୋର କୌଣସି ରାଜନୈତିକ କାହା ସହିତ କୌଣସି ସମ୍ପର୍କ ନଥିଲା। ନା ମୁଁ କୌଣସି ଦଳ ସହିତ ଥିଲି, ନା ମୁଁ କୌଣସି ଦଳର ପତାକା ଧରିଥିଲି, ନା କଣ କରିଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ 5 ବର୍ଷ 7 ବର୍ଷ ପରେ ମୁଁ କୋଉ ଦଳକୁ ଗଲି କି କଣ କଲି ସେଟା ଅଲଗା କଥା। ଆଜି ବି ଏବେ ବି କହୁଛି ନିର୍ଦ୍ୱନ୍ଦ ସମସ୍ତଙ୍କ ସହିତ ଭଲ ସମ୍ପର୍କ ଅଛି। ବିଜେପି ସହିତ ଅଛି, ବିଜେଡି ସହିତ ଅଛି, କଂଗ୍ରେସ ସହିତ ଅଛି, ସମସ୍ତଙ୍କ ସହିତ ଭଲ ସମ୍ପର୍କ ଅଛି। କିନ୍ତୁ ଆକ୍ଷେପ, ଆରୋପ ପ୍ରତାପ, ପ୍ରତ୍ୟାରୋପ ଏଇ ଜିନିଷ ଚାଲୁ, ତ ସହି ଢଙ୍ଗରେ ଚାଲୁ। କିଏ କାହାକୁ ବିଶେଷ କରିକି ବ୍ୟକ୍ତିଗତ ଭାବରେ କୁହନ୍ତୁ ନାହିଁ। ସବୁଠାରୁ ବଡ ପ୍ରଶ୍ନ ହେଲା, କିଛି ବନ୍ଧୁ ମାନେ ସେ ଜାଣି ପାରୁନାହାନ୍ତି। ଆଜ୍ଞା ମୁଁ ଯୋଉ କଥା ଉଠାଏ, ମୁଁ ଯୋଉ ସ୍ୱର ଉଠାଏ, ଯାହା ପାଇଁ ବି ଉଠାଏ, ମୁଁ ନିର୍ବାଚନରେ ଛିଡା ହେବା ପାଇଁ ଉଠାଏନି। 2016 ମସିହାରେ ମୁଁ ବି ଲେଖିଥିଲି, ରଞ୍ଜନ କୁମାର ବେହେରା ଭାଇ ଲେଖିଲା, ନିଶ୍ଚିତ ଭାବରେ ରଞ୍ଜନ କୁମାର ବେହେରା ଭାଇ ଆପଣ ଯୋଉ କଟକର ଇଏ ରଞ୍ଜନ କୁମାର ବେହେରା ଭାଇ ସେଇ ଭାଇ। ମୁଁ ଆସୁଛି ଆପଣଙ୍କ ବିଷୟ ଟିକେ ଆସୁଛି। ହିମାଂଶୁ ଜେନା ଗଲା ଅଭଦ୍ର, ତୁ ବାଣ୍ଡ ଭଦ୍ର ଲୋକଟା ଘରକୁ ପଳା। ତ ଗୋଟେ କଥା ହଉଛି ଆମେ ଆଲୋଚନା କରିବା, ସମାଲୋଚନା। ବହୁତ ଭଲ ବନ୍ଧୁ ମୋର ବିଜେଡିରେ ଅଛନ୍ତି, ସେ ସବୁବେଳେ ବହୁତ ଭଲ ପାଆନ୍ତି, କହନ୍ତି ବି ସେ ସୁଭାଶିଷ ତମେ ଗାଳି ଦିଅନି। ନିଶ୍ଚିତ ଭାବରେ ଆଜି ବି ଜଣେ ବିଜେଡିରେ ବନ୍ଧୁ ଫୋନ କରିଥିଲେ, ଆରେ ସୁଭାଶିଷ ତୁ କଣ ଛିଡା ହଉଛୁ? ନାଇଁ 2016 ମସିହାରେ 2012 ମସିହାରେ ଯୋଉ ଆକ୍ରୋଶ ଥିଲା, ରାଗ ଥିଲା, କ୍ରୋଧ ଥିଲା, ଯୋଉ ଗୋଟେ ଲୋକ ଭୁଲ କରିନାହିଁ ତାକୁ ଜବରଦସ୍ତି ଆପଣ ନେଇ ବସେଇବେ, ସେ ଜିନିଷକୁ ନେଇ ତା ମନରେ କୌଣସି ନା କୌଣସି ଜାଗାରେ ଆଘାତ ହବ। ବିଜେଡି ବାଲା କିଏ କୋଉଠି କଣ ଖାଇଗଲା, ମୋ ବାପାର ଖାଉଥିଲା, ମୁଁ କାହିଁକି ତାଙ୍କ ସାଙ୍ଗେ ଲାଗିଥାନ୍ତି? ମତେ ତମେ ଅଯଥା ନେଇ ଥାନାରେ ପୁରେଇଲ, ଜବରଦସ୍ତି ନେଇ ପଳେଇଲ। କିନ୍ତୁ ମୁଁ ଯଦି ସେତିକି ମୁଁ କରିଥାନ୍ତି ତମେ ନେଇଯାଇଥାନ୍ତ, କାହିଁ କଲ ନାହିଁ? ନା, ମୁଁ ଏଠି କାହାକୁ କୌଣସି ଜାଗାରେ କାହାକୁ ପ୍ରତ୍ୟାରୋପ ଆରୋପ ମୁଁ କିଛି ବି ସେ ଜିନିଷ କରିନାହିଁ। ହଁ ସେ ଭାଇକୁ ଆଉଥରେ ଆଡ କରିବା, ଏବେ ତୋର କଣ ହଉନି ବେ? ଶିବା ହଁ, ତେଣୁ ସେ ଜିନିଷ ଯୋଉଟା ଅଛି ମୁଁ ଆପଣଙ୍କୁ ଏଇଥିପାଇଁ କହିବାକୁ ବାଧ୍ୟ ହେଲି
जे ये जो तमे जो सब निंदा अपवाद कौन सब दौन एगुड़ा सब मु आगुरु धोईकरी पी देइकरी आइछि एगुड़ा सब मु गाधेइकी से गाधुआ पानी पी देइकरी आइछि ये थाना फाना कोर्ट फोर्ट मते देखि डरा डरी करिवो ना ए जिंस देखि कि मु डरे नै खोला कथा आ जो से जो माने मते लाइव रे काली ऐड करबे कि मेसेज देबार निश्चित भाव रमाकांत साहू भाई आपन को मु मो नंबर दे दोची हाँ नहीं 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 मुठी मु काको माने मु कहू नहीं मु काको एठी आखे प्रतारप कला बळी कथा कोन जोटे मो संगे घटिची मु सेई विषय रे कहूची काहे कि मु ए विषय रे कहबा को गली कथाटा बुझी पाउछन मु ए विषय काहे कि कहबा को गली मु कहबा को किए कोन पई कहली ए विषय एति पई कष्ट लागिला एठी होउची कोन पगला आवासुनी रे कुआडे गला से कमेंट फमेंट सब कोन कुआडे आसुनी देखा जाउनी मते बापा हाँ शिवा साहब आड करवा आसला शिवा साहब आसला हाँ 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 टोकाटा आमर नहीं निश्चित भाव में आज भी कहूँ जदि भी लोकंर पाइबा लोकंर आशीर्वाद मोर इच्छा रु स्पष्ट भाव में कहूँ 2016 मसीह मु स्वतःस्फूर्त भाव में मु लिखी जे नियाल पंचायत साधारण वर्ग कैंडिडेट के छिड़ा हम मु निश्चित भाव में छिड़ा कहीं छिड़ा आपन से विषय भी मुझे जदि न छिड़ा आपण काली सकाळे प्रश्न पचारे आपण कोन करिथिले कोन मु छिड़ा आई सारला पर जदि आपण पचारे मु करि नै कोन काहे कि करने मु तार उत्तर देबी जदि मु न छिड़ा आइची राजनीति रे भाग न नैची लोकन पई तो एमिति लोकन पई तो अनेक जगह करा जाउची मु तो जो जगह देइची रक्त देइची मु तो नियाल पंचायत गोटे पर्टिकुलरली गोटे जगह देइनी नियाल पंचायत गोटे जगह देइची हिरण्य सामल कहले भाषा काहे खराब नै नै भाई कष्ट सेति लागुची से जिंस गुडा बहुत सहिचु भाई बहुत बाधे ना आज बीजेडी प्रति मु कहीं खराब मनोभाव रखता कांग्रेस प्रति कहीं रखता ना बीजेपी प्रति कहीं रखता ये गोटे माने मते भारी कष्ट लगे जे गोटे लोक मु किछि करिनी मोर कोनसी आपण आज भी कहना को दल पाखरु मु टंका आनी ना गोटे कथा को काम करछि भाई हां हां नै गोटे टॉपिक कहूजी सेति की साहस अछि बा सेति की माने दम अछि बेली तमे जार भूल टा को भूल कहउछो ठीक टा को ठीक कहउछो ता बेली नो जे मु बीजेडी रो बीजेपी अगेंस्ट कोई ना 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 शिवा मो भूलटा भी सेदिन रात्रि मु मानिली मो भूलटा भी सेदिन रात्रि मानिली थाना रे मानिची एतिकी मानिली थाना रे अंडरटेकिंग लेखिला बेले जे सर आपण जो अपनिंदा अपवाद देई देले मो गां रे आज मु जाई पली ना मो जेजो मरी गला मु लुचिली ए माधर चोद बीजेडी वाला पई ए मा घिया बीजेडी वाला पई मो जेजो मरी गला मो जेजो मु देखा करि पाली ना मो जेजो मरी गला कैंसर रे बते बलात्कारी बोली मा घिया सजै देले एते कष्ट होला मु लुचिली मते बारंबार लोक पचारले लिपु तू बलात्कार करजु मा घिया सेठी को लोकर ना नाही मो जेजो मरी गला कैंसर रे पड़था ता शेषरे पानी डोबे देई पाली ना मु चोर भलिया लुचिया को बाध्य रे माधर चोद बीजेडी वाला पई आज मो आखिरे लुह गळुची मागे लुचिली ना मो जेजो जो दिन मरिबो ना मो जेजो जो दिन मरिबो सळा मु सेदिन सकाळे आसिली मो जेजो मरी गला मरिया भितर मते सेवा करिया मिलला ना येति पाई मो राग बीजेडी ऊपर सळा राजनीति कला आक्रोश मूलक राजनीति कला मा गया घरे पसी पेल दे घरे पसी के पेल दे मा गया ओ 12 नवीन पटनायक तुम बचैबो ना आ जो 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 क्रोध आज मोर अछि 2012 मसियार क्रोध अछि केबे भी मु का प्रति आक्रोश मूलक राजनीति करने समस्त कथा रे समस्त दुख रे मु चिड़ा आई जो लोक भी हो जो कष्ट होई आज से कष्ट टाको मु समस्त आकर तो कहूछ केबे भी कहि नै ए बाल राजनीति रे मोर बाल मो परिवार पोषि होतला आज पोषि होउछ मो बाबा पोषि होतला किंतु मो जे जे बड़ करछि मु जा आदर्श रे बढिछि मु जा नीति रे बढुछि मा जो कथा कहि पारुछि मो जेजर कथा नै माजु कहूछि मो जेजो मरि गला 2 मास पर्यंत थाना रो बाहरला परे मते गां रे बारंबार लोक पचारले तमे रेप करछो सळा रेप कली का करे मा आज्ञा अरे बाल पुलिस सामल तो मा को निये कुकुर चोदु मादर चोद सळा रेप करथिली का तू मा आज्ञा काई धरी मते जेल पुरे ना मा आज्ञा
से सामल पाई शला मु आज बेजी अच्छा। देइथिला आ सेई सामल पाई आज बीजेडी वाला को पेलुची एमिति ताको गांडी फर्चा हो गेलानी आ हबो मध्य तेणु ये मु आज धन्यवाद देबी बीजेडी को जे मते आज राजनीति रे सेमाने चेष्टा करजंती पुरेबा पाई मते सेमाने चेष्टा करजंती पुरेबा पाई राजनीति रे मु बीजेडी को धन्यवाद दउची राजनीति मते करिवार कोनोसी अभिप्राय नथिला मु कोठी भी जाई कोन भी काम करि परथांती मो परिवार पोसिया पाई मु बहुत बड़ काम करि परथांती भलो काम करि परथांती तू ये बीजेडी वाला को धन्यवाद मते राजनीति करिया तुम सुजोग दउचो आउर मु राजनीति करिबी 100% करिबी हारी जीवी मन दुख नाही गोटाए भोट पाइबी सुभाषी षडंगी गोटाए भोट पाइबो तमे तार किछि बाळ भी बंका करि परिबना आज भी कहू को साला बाळा बंका करि परिबना किंतु मो जेजो जे पर्यंत मो और ता जेजो मो जेजो दे पर्यंत आत्मा को शांति न मिलिछि ए सुभाषी षडंगी चुप होबना तू जानिछु सेबा मो लुचि लुचि से दिन आसिले मो जेजो मरि गला से दिन माने मु आसी कि तार झाड़ा पुछुछि माने जेजो मरिबा को बसिछि आउ 4 घंटा पर 5 घंटा पर जेजो मरि दिबो से समय भी सला माँ ज्ञान राजनीति चलते मो बाल राजनीति खुद माँ दरचोत बांड सरपंच सला आज मु तुमको पेलुची माँ ये ऊपर तल पर्यंत पेलुची यही सुभाषी षडंगी ये मो जेजो थिला जेजो मरिगला सला को मु देखि पारली ना तेणु सेटा कथा नुह ये मन रे आक्रोश नथिले ना ना कांदोनी कांदोनी सेही इंस्पिरेशन रखो जेंति कांदोनी स्पिरिट अछि ए स्पिरिट अछि ए स्पिरिट अछि ए स्पिरिट को तमे बंद करि परिबो ना तम भलिया मा के हमर भाई जेन जीति किना किछि लोको को पाई जो तेणु एटा होची ए नहीं हमर भाई जीति की जेंति लोको पाई किछि करि कि देखेबा ना नहीं लोकों पाई करूची करिवि मो जज भी करथला टंका टे गाँ पाकु नहीं नथला आउ एटा मु आज गर्व निजे करूची मु आज जेतिकी भी करिची मु मो निज क्षमता बल रे करची मो शक्ति बल रे करची लोकंकर भल पाइबा बल रे करची सळा का दलाली करके का गांडी चाटिकी का पाद चाटिकी का तळ मळिकिरी करि नै सुभाषी षडंगी जा करची ता निज इच्छा रे करची निज दम रे करची निज शक्ति रे करची सळा मु करिवो पा का को गांडी माननी कि कोठी को दलाली करने को दल दलाली करनी को सळा दल वाला कहि परिबे ना को दल कहि परिबे ना सळा काठो टंकाटा माणी खाइची बोली जदि गांड रे दम अछि माया कहि कि देखाओ जीति बाहरिबा अलगा कथा ठीक अछि छाड़ो मोर भीतर जो मो जोटा जीस अछि से जीस को तमे केतल दबई परिबो ना हेई पारे बदनाम करिवो ए जाबे एते बाला बदनाम करिवो माया 2012 मसिया मु देखि जाउची बदनाम आज 2021 9 वर्ष हो गला 9 वर्ष भितर सिपाही किए मु किए लोक माने किए मु का को चिन्ह नथिन ना मते के चिन्हतेले मते केही चिन्हतेले 9 वर्ष तळे मु थाना रे पहुंचले मते केही चिन्हतेले मो थाना तळ वर्षर कथा कहूची ना ए रबे सोशल मीडिया सब लोक कथा कटी कटी आछी चोर भला काई तेणु सब बेले पर्टिकुलारली मु सब जहा कहे मुहरु कहे सीधा सड़क सत कथा कहे क्या लुचई छपे मत कथा कहया पसंद नुह जो जिनस मो सहित घटी नो टेंशन मु सही सब सही एबे भी सही से तमें जब करता तुम गांडी फाटिकी चारिपाड़ हो जाता छाड़ दिंतु जो कथा आज आसला ए कथा कहवा को कहीं बाध्य होनी बहुत कथा बहुत कथा भी आसे केते जन से सत्साहर सहित सामना करती दोष दे कि खसी जा लोग 50,000 लोग मु दोष दे कि खसी जा लोग न मु छिड़ा तम पाखर छिड़ा जो लोक भी हो जो लोक भी सी हो मु का भी केबे भी कहनी लाइन पळेला नमस्कार बहुत माने लाइटा पळेला आ बेसी समय नौनी रखुची 100% जदि जनरल सीट कायम रहिला नियाल पंचायत रे मु सरपंच रे छिड़ा हेबी बाकी गोटाए भोट हो बा 4टा भोट हो भोट मु छिड़ा हवा फाइनल एटा ग्यारंटी 100% सुभाष षडंगी छिड़ा हबो टंका टे का को खर्च करिवो नाही सुभाषी षडंगी नियाल पंचायत रे जदि जनरल कास्ट रो भोट रहिला पुरुष तादरे छिड़ा हे परिबे मु 100% छिड़ा होउची
कार कौन गांडी फाटुची फाटू जार जहाँ फाटिया फाटे फाटू से किसी कौन मोर एलेन देन हेन टेन किसी ना नमस्कार जय जगन्नाथ।